ଆସନ୍ତୁ ସାଙ୍ଗମାନେ ବୁଲିଯିବା ଖଣ୍ଡଗିରି। ଆପଣମାନେ ତ ସବୁ ଯାଇଥିବେ କିନ୍ତୁ ମୋର ଏଇଟା ବୋଧେ ଫାଷ୍ଟ ଟାଇମ୍। ହଁ ସତ କଥା ଏଇଟା ଫାଷ୍ଟ ଟାଇମ୍। ତ ଉପରେ ଯେତେବେଳେ ଯାଇ ପହଞ୍ଚି ଯାଇଛି ଉପରର ଭିଉ ଦେଖି ଏତେ ସୁନ୍ଦର ଲାଗିଲା ସୁଟ୍ ନ କରି ରହିପାରିବି। ଯେତେବେଳେ ମୁଁ ଭିଡ଼ିଓ ବନାଉଛି ତ ଯେକୌଣସି ଭଲ ଲୋକେସନ୍ ଗୋଟେ ଦେଖିବି ଭିଡ଼ିଓ ବନେଇବା ଏଇଟା ମୋର ପ୍ରଥମ କର୍ତ୍ତବ୍ୟ ବୋଲି ମୁଁ ସବୁବେଳେ ମନରେ ଭାବିଥାଏ। ଯେତିକି ଜାଗା ବୁଲିବାର ଥିଲା ସେସବୁ ଜାଗା ବୁଲିକି ବର୍ତ୍ତମାନ ଆମେ ପହଞ୍ଚି ଯାଇଛୁ ରସୁଲଗଡ଼ରେ। ଆଉ ରସୁଲଗଡ଼ରେ ଯେଉଁଟା ଗୋଟେ ତୋରଣର ମୁଖ୍ୟ ଆକର୍ଷଣ ଥିଲା ଯେ ତ ସେଠି ଯାଇ ପହଞ୍ଚି ଯାଇ ଯେତେବେଳେ ଦେଖିଦେଇଛୁ ତୋରଣ ମନ ପୁରା ଖୁସି ହେଇଗଲା। ଆଉ ଯାହା ଇଚ୍ଛା ଥିଲା ସବୁ କରିଦେଲୁ, ଯେମିତିକି ରିଲ୍ସ ବନେଇବା, ଫଟୋ ସୁଟ୍ କରିବା ସବୁ ସରିଲା। ବୁଲାବୁଲି ଭିତରେ ଆସି ପହଞ୍ଚିଗଲୁ ରୋଜିସ୍ କିଚେନ୍ ପାଖରେ, ଯେଉଁଟାକି ତାଙ୍କର ଷ୍ଟଲ୍ ଲାଗିଥିଲା ଆଉ ଯେଉଁଟାକି କ୍ଷୀର ପୋଡ଼ ପିଠା ପାଇଁକି ଫେମସ୍। ସେଠି ଯାଇ ପହଞ୍ଚି ଯାଇ 2 ପିସ୍ ପିଠା କିଣି ଆଣିଥିଲୁ। ଗୋଟିଏ ପିସ୍ ମିଳିଥିଲା ଏଠି 40 ଟଙ୍କାରେ, ତ ମୁଁ 2ଟା ପିସ୍ ଆଣିଥିଲି। ଆଉ ଖାଇଲା ବେଳେ ତ ବହୁତ ହି ଟେଷ୍ଟ ଲାଗିଲା। ଏମିତିକି କୌଣସି ଖାଇବାକୁ ତ ମୁଁ କେବେ ବାରେନି, ଯେମିତିକି କିଛି ବି ଜଜ୍ କରେନି ଏଇଟା ଭଲ ହେଇଛି ଖରାପ ହେଇଛି, ମୋତେ ତ ସବୁ କିଛି ଭଲ ଲାଗେ। ଆକ୍ଚୁଆଲି ଏଇଟା ସତରେ ବି ବହୁତ ଟେଷ୍ଟି ଥିଲା। ସମସ୍ତଙ୍କୁ ଟିକେ ଟିକେ ଦେଲି, କିଏ ଖାଇଲା କିଏ ଖାଇଲାନି, କିନ୍ତୁ